अल्लू अर्जुन को विशाल रालीर दलाचकड़ा घटना परठारु विवाद भितर छंदी होई पड़ुछंती अल्लू अर्जुन। एबे पुणी सामना को आसीछि आउ गोटे नुआ बड़ विवाद। सूचना अनुसार डिसेम्बर 4 तारिख दिन एक दुर्घटना घटिथिला। संध्या थिएटर रे रिलीज होइतिबा पुष्पा 2 देखिबा पई नायक अल्लू अर्जुन और नायिका रश्मिका मंडना आसिबार कार्यक्रम रहितला एवं एहा पूर्वरु कौनसी पुलिस को सूचना दे नथिले अल्लू अर्जुन। एणु उभय प्रशंसकों थामना रे भीड़ लगाई जाइतिला। ଏହି ଭିଡ଼ରେ ଦଳାଚକଟା ହେବା ହେତୁ 29 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହେବା ସହ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ଏହି ବଡ଼ ଘଟଣା ଘଟିବା ପରେ ଅଲ୍ଲୁ ଅର୍ଜୁନ ସିନେମା ମଧ୍ୟ ଦେଖିଥିଲେ। ପରେ ଫେରିବା ବେଳକୁ ତାଙ୍କ କାର୍ ଯାଏ ପହଞ୍ଚିବା ଯାଏ ନିଜ ପ୍ରଶଂସକମାନଙ୍କ ପାଇଁ ହାତ ମଧ୍ୟ ହଲାଇଥିଲେ। ତେବେ ଏତେ ବଡ଼ ଘଟଣା ପାଇଁ ସେ ଟିକେ ବି ଚିନ୍ତିତ ଥିବା ଭଳି ଜଣାପଡ଼ୁନଥିଲେ। ହଜାର ହଜାର ଲୋକଙ୍କୁ ନେଇ ବୈଠକ କରିଥିଲେ ମଧ୍ୟ ଅଲ୍ଲୁ ଅର୍ଜୁନ କହିଥିଲେ ଯେ ଫିଲ୍ମଟି ଆହୁରି ହିଟ୍ ହେବ। ଦଳାଚକଟା ପରେ ଫିଲ୍ମଟି ହିଟ୍ ହେବ ବୋଲି କହିଥିଲେ କି ଅଲ୍ଲୁ ଅର୍ଜୁନ। ଏହାକୁ ନେଇ ବିବାଦ ବଢ଼ିପାରିଛି। କୌଣସି ଅଭିନେତାଙ୍କ ନାଁ ନ ନେଇ ଓଏସ୍ କହିଥିଲେ ଯେ ମିଳିଥିବା ସୂଚନା ଅନୁଯାୟୀ ଅଲ୍ଲୁ ଅର୍ଜୁନଙ୍କ ଦଳାଚକଟାରେ ମୃତ୍ୟୁ ହୋଇଛି ଖବର ମିଳିବା ପରେ ସେ ଏଥିରେ ଚିନ୍ତା ପ୍ରକଟ ନ କରି ଫିଲ୍ମ ହିଟ୍ ହେବ ବୋଲି କହିଥିଲେ। ଅଲ୍ଲୁ ଅର୍ଜୁନ ଏଭଳି କିପରି କହିପାରିଲେ? ତେବେ ଫିଲ୍ମ ହିଟ୍ ହେବା ପାଇଁ ଦଳାଚକଟା କ'ଣ ଜରୁରୀ ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି ଅଲ୍ଲୁ ଅର୍ଜୁନଙ୍କୁ। ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଶନିବାର 7:30ଟାରେ ଜୁବୁଲି ପାହାଡ଼ରେ ଥିବା ତାଙ୍କ ବାସଭବନରେ ଏକ ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ ଅଲ୍ଲୁ ଅର୍ଜୁନଙ୍କୁ ବଦନାମ କରାଯାଉଛି। ଅଲ୍ଲୁ ଅର୍ଜୁନ ପ୍ରତିକ୍ରିୟା କରି କହିଛନ୍ତି ଯେ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଉଛି। ଅନେକ ମିଥ୍ୟା ଖବର ମଧ୍ୟ ପ୍ରଚାର କରାଯାଉଛି। ଯାହା ଘଟିଥିଲା ସେ ଅତ୍ୟନ୍ତ ଦୁଃଖିତ ଅଛନ୍ତି ଏହି କଥା ଉପରେ। କିନ୍ତୁ ବଢ଼େଇ ଚଢ଼େଇ ଅଲ୍ଲୁ ଅର୍ଜୁନଙ୍କୁ ଏପର୍ଯ୍ୟନ୍ତ ବଦନାମ କରାଯାଉଛି। ତେବେ ଅଲ୍ଲୁ ଅର୍ଜୁନଙ୍କୁ ପ୍ରକୃତରେ ବଦନାମ କରାଯାଉଛି କି ନାହିଁ ତେବେ ପର୍ଯ୍ୟନ୍ତ ଦେଖିବାକୁ ବାକି ରହିଲା। ଚଳିତ ବର୍ଷ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା 2 ରିଲିଜ୍ ହୋଇଛି। ପୁଷ୍ପା 2 ଫିଲ୍ମ ଦେଖିବା ପାଇଁ ନାହିଁ ନଥିବା ଭିଡ଼ର ସମ୍ମୁଖୀନ ହେଉଛନ୍ତି ବହୁତ ଲୋକମାନେ। ଏହାରି ଭିତରେ ଦଳାଚକଡ଼ା ଘଟଣା ସାମ୍ନାକୁ ଆସିବା ପରେ ଅଲ୍ଲୁ ଅର୍ଜୁନଙ୍କୁ ବହୁତ ଦୁଃଖୀ ହେବାକୁ ପଡ଼ିଛି ଏବଂ ଅଲ୍ଲୁ ଅର୍ଜୁନ ନିଜେ ମଧ୍ୟ ଏଥିପାଇଁ ଦୁଃଖୀ ବହୁତ ଅଛନ୍ତି।